आउ केते दिन चलिबो दुस्त असहाय जनसाधारणक सह राजनैतिक छकापंजार खेल। परिणति बयस रे बासगृहटिया पई नेहुरा हेउचंती वृद्धा महिला। सरकार द्वारा प्रदत्त योजना प्रकृत में कहा बुझा पड़ुनथुवा बेले योजना गुड़िक निज बाटरे जनसाधारण तांको बाटरे ए कथाटी अनेक किछि सुचाउथुवा बेले प्रकृत घटनाटी हेउची सरकार द्वारा प्रणीत योजना प्रकृत हिताधिकारी पाखरे न पहुंचीबार कारण कौन होई पारे। प्रशासनिक स्तर में अवहेला प्रदर्शन अबा राजनैतिक लोकप्रतिनिधि चक्रांतकारी राजनैतिक खेल जार शिकार हेउचंती निरीह जनसाधारण ताकि मुंड व्यथार कारण साजिଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରଣସାହି ଗ୍ରାମ ପଞ୍ଚାୟତ ସ୍ଥିତ ରୁକ୍ମଣୀ ମଲ୍ଲିକ ବୟସ 70 ସ୍ୱାମୀ ସ୍ୱର୍ଗତ କାଙ୍ଗାଳି ମଲ୍ଲିକ ଦୀର୍ଘ 5 ବର୍ଷରୁ ଉର୍ଦ୍ଧ୍ୱ ହେବ ନିଜେ ରହୁଥିବା ଝାଟିମାଟି ଘରଟି ଭାଙ୍ଗି ପଡ଼ିଥିବାରୁ ବାସଗୃହ ନିମନ୍ତେ ସରକାରୀ ଯୋଜନା ଅନ୍ତର୍ଗତ ପକ୍କା ଘରଟିଏ ପାଇଁ ସ୍ଥାନୀୟ ସରପଞ୍ଚଠୁ ଆରମ୍ଭ କରି ବହୁ ସରକାରୀ ବାବୁମାନଙ୍କୁ ନେଉରା ହେଲେଣି, ହେଲେ ଘର ତ ମିଳିବା ଦୂରର କଥା କେହି ଟିକିଏ ତାଙ୍କ ଦୁଃଖ ପ୍ରତି ଦୃଷ୍ଟି ମଧ୍ୟ ଦେଉନାହାନ୍ତି। ପରିଣତି ବୟସରେ ନିଜର ଝିଅକୁ ନେଇ ରହୁଥିବା ରୁକ୍ମଣୀଙ୍କ ଦୃଷ୍ଟିଶକ୍ତି କ୍ରମଶଃ ହ୍ରାସ ପାଉଥିବା ବେଳେ ବାର୍ଦ୍ଧକ୍ୟ ମଧ୍ୟ ବାଧା ସାଜିଲାଣି। ହେଲେ ଏଭଳି ସ୍ଥିତିରେ ଯିବେ କୁଆଡ଼େ ଯିବେ, ସବୁଠି ନିରାଶ ହେବାକୁ ପଡ଼ୁଛି। ସତେ ଯେପରି ଗରିବ ଦୁଃଖୀଙ୍କ ପ୍ରତି କାହାରି ଦରଦ ନଥିଲା ଭଳି ଲାଗୁଛି। ଶେଷରେ ଅନ୍ୟ କିଛି ଉପାୟ ନ ପାଇ ଜିଲ୍ଲାପାଳ ମହୋଦୟଙ୍କୁ ଭେଟି ଦରଖାସ୍ତଟିଏ ପ୍ରଦାନ କରି ଗୁହାରି କରିଛନ୍ତି। କିନ୍ତୁ ଏଠି ପ୍ରଶ୍ନ ଉଠୁଛି, ପ୍ରକୃତରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରୁକ୍ମଣୀଙ୍କ ଭଳି ଅନେକ ପ୍ରକୃତ ହିତାଧିକାରୀ ଦୁସ୍ଥ ଅସହାୟ ପରିବାର ସରକାରଙ୍କ ଯୋଜନାରୁ ବଞ୍ଚିତ ରହୁଛନ୍ତି। ପ୍ରକୃତରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଏଗୁଡ଼ିକ ପ୍ରକୃତ ହିତାଧିକାରୀକୁ ପ୍ରଦାନ ହେଉଛି ଅବା ଜାଣିଶୁଣି ଏଗୁଡ଼ିକୁ ଚାପି ରଖାଯାଉଛି। ଏଣୁ ଜିଲ୍ଲାର ସର୍ବୋଚ୍ଚ କ୍ଷମତା ସମ୍ପନ୍ନ ବ୍ୟକ୍ତି ଜିଲ୍ଲାପାଳ ମହୋଦୟ ଏଥିପ୍ରତି ଗୁରୁତ୍ୱ ଦେବା ସହିତ ଦୁସ୍ଥ ଅସହାୟ ବୃଦ୍ଧା ରୁକ୍ମଣୀଙ୍କ ପ୍ରତି ନ୍ୟାୟ ପ୍ରଦାନ ହେବେ ବୋଲି ଆଶା ପ୍ରକଟ କରାଯାଉଛି। चार पाँच वर्ष ହେଇଥିଲା ଆମେ ସବୁ ନେଇକି ଦେଲେନି ଘର ଦ୍ୱାର। ଏଇ ଆମ ଗାଁରେ ଯେଉଁମାନେ ସରପଞ୍ଚ ୱାର୍ଡ଼ ମେମ୍ବର ସେମାନଙ୍କୁ ହଁ ଦେବା 10 ବର୍ଷ ଦେବ। ଏଇଟା କହି ଦୁଃଖ ଦୁନିଆ କରିକି ମୁଁ ଆଗରୁ ଯାହା ଖଟି ପାରୁନି, ଚାଲି ତ ପାରୁନି, ଖଟିବି କେଉଁଠି? ଏଇ ଶାଗ ନାଡ଼ି ବିକ୍ରି କରି ଭତ୍ତା ପାଇ ଚାଉଳ ପାଇ ମାଛ ଏଇଟା ଚଳେ। ଆଉ କେତେବେଳେ ସାଇ ପଡ଼ିଶାଙ୍କୁ ଦେଖିକରି ଦିଅନ୍ତି ତୋଳ ତରକାରିକା। ଘର କାନ୍ଥ ଉଜିଗଲାଣି, ଆଉ କ୍ଷମତା ଅଛି ନା କିଏ କରିବ? ଘର ଖଣ୍ଡେ ମୋତେ କରିଦିଅ। ମୁଁ ନିରାଶନିକ କେହି ନାହିଁ ତୁମର। ଆମେ ମାଆଟା ବଡ଼ ହିଂସିନି ହେଉଛି, ଖାଦ୍ୟ ପାଣିରେ ଆମ ଦିନ ଯାଉଛି। ବର୍ଷା ହେଲେ ଆମେ ଲୋକଙ୍କର ସହିତ ପଳେଇଯାଇ ଘର ଆମେ ରହିପାରିବୁ। ପାଣି ଢାଳେ। ମିନତି ବେହେରା, ଘର ରଣସାହି। ଘର ଦ୍ୱାର ସମିତି ମିଳୁଛି, ଆମେ ସେ ଆମକୁ ଦେଉନାହାନ୍ତି। ସରକାରକୁ କହୁଛନ୍ତି ଦବ ଦେଉନାହାନ୍ତି। ଯାହାର ଅଛି ତାଙ୍କୁ ଦେଉଛନ୍ତି, ଯାହାକୁ ନାହିଁ ନାହିଁ। ଆଉ ଘର ଦ୍ୱାର ଭାଙ୍ଗି ରହିଛି, ଦେଖୁନାହାନ୍ତି। ସରକାରକୁ କହୁଛନ୍ତି, ସରକାର ତାର ମାନନ୍ତି ହଁ ଦେଉଛୁ, ଆମ ପାଉନାହାନ୍ତି। ଯିଏ ପାଇବା ଲୋକ ପାଉଛନ୍ତି, ଯିଏ ନ ପାଇବା ଲୋକ ନ ପାଉନି। ଆଉ ଆମର ଚଳିବା କେରକମ କାଦ ମାଡ଼ିର ଚାଲୁଛନ୍ତି। ଆଉ ଘର ଦ୍ୱାର ଫାଳେ ଭାଙ୍ଗି ଯାଇଛି, ସେ ଭାଙ୍ଗା ରହିବା ନା ଦରକାର। ରାନ୍ଧି ବାଡ଼ି ଦ୍ୱାରା ଖାଇପାରୁନାହାନ୍ତି, ରହିବା କେରକମ ଚଳିବା କେରକମ। ଦେବାକୁ ତ ଦେଲାନି, ଆଉ କିଛି କହିବା ରହିବାର ଭାରି ଅସୁବିଧା ହେଉଛନ୍ତି। ଗାଁ ଲୋକ ସମିତ ଯାଉଛନ୍ତି, ସେ ଦେଖୁଛନ୍ତି ସବୁ କେତେ ଲୋକ କେରକମ ଅବସ୍ଥାରେ ରହିଛନ୍ତି। ଆଉ ଏରକମ ତ ହଇରାଣ ହେଉଛି, କିସ କରିବା? ସରକାର ତ କହୁଛି ଦବ ଦେଉନାହାନ୍ତି, କେବେ ଦେବେ କିଏ ଜାଣେ? ଏଇ ତାଙ୍କର ଘରକୁ ତ ତାର ପୁଅ ବୋଇ ତ କେହି ନାହାନ୍ତି। ବୁଢ଼ୀ ମଣିଷର ଏକଲା ଅଛି, ଗୋଟେ ଝିଅ ରହିଛି, ତାର ଘର ଦ୍ୱାର ଭାଙ୍ଗିନି, କିଏ ପଚାରେ? ମରିଯାଉଛନ୍ତି, ଦିସ୍ତାଜ ଅଛି, ଫାଳେ ଭାଙ୍ଗି ରହିଛି କାନ୍ଥ। ସେ କେରକମ ରହିବ, କେରକମ ଚଳିବ? ତମେ ଯଦି ନ ବୁଝିନ ତାହେଲେ ବୁଝିବ କିଏ? ହଁ, ସରକାର ବୁଝନ୍ତୁ କେରକମ ଚଳିବ। ତୁମେ ଯଦି ନ ଚଳିବ ଆମେ ଚଳିବା କେରକମ? ତୁମେ ଟିକେ ଚାହୁଁ, ଟିକେ ବୁଝ, କିସ ହେଲା ଲହଲା ଟିକେ ଚାହୁଁ, ଟିକେ ନ ଚାହିଁଲେ ଆମେ କେରକମ ଚଳିବା? ତୁମକୁ ତ ଭରସା କରିଦେଇଛେ, ତୁମେ ଯଦି ଏରକମ କରିବ ଚଳିବା କେରକମ?